ଗାଇବାର ବେସିକ୍ ଟ୍ରିକ୍ସ ରହିବ କି ଅଭ୍ୟାସ ଅଭ୍ୟାସ ହେଲା କଣ୍ଟିନ୍ୟୁ ମାନେ ସାତ ସ୍ୱରକୁ ପ୍ରାକ୍ଟିସ୍ କରିବା ଦରକାର। ସା ରେ ଗା ମା ପା ଧା ନି। ତ ତାକୁ କେମିତି ଗାଇବ ପ୍ରାକ୍ଟିସ୍ ଅଳଙ୍କାର ନର୍ମାଲ ପ୍ରଥମେ। ଆଉ ବ୍ରେଥିଂ କେମିତି ଆମେ କଣ୍ଟିନ୍ୟୁ ଗୋଟେ ସ୍ୱର ଉପରେ ରହିପାରିବା। ଓଁକାର ଆକାର ଇକାର ଉକାର ତ ସେଇଟା ମୁଁ ପ୍ରାକ୍ଟିସ୍ କରିବାକୁ ପଡ଼ିବ ପ୍ରଥମେ ନର୍ମାଲ। ବେସିକ୍ ନଲେଜ ଯେଉଁମାନେ ଗୀତ ଗାଉଛନ୍ତି ତ ନଲେଜ ନାହିଁ ତ ଗୀତ ଗାଉ ତାଙ୍କୁ ମୁଁ କହିବାକୁ ଚାହିଁବି ତ ସେମାନେ ସାତ ସ୍ୱରକୁ ଆଗେ ଜାଣନ୍ତୁ। ସାତ ସ୍ୱରକୁ ଜାଣିଲେ ଆମେ 12 ସ୍ୱର ରହିଛି ତ କୋମଳ ସ୍ୱର ରହିଛି, ତୀବ୍ର ସ୍ୱର ରହିଛି। ତ ଏମିତି ଗୋଟେ ସପ୍ତକରେ ଆମେ 12 ସ୍ୱର ପାଇବା, ଯେଉଁ ସ୍ୱର କି 12 ସ୍କେଲ୍ ରହିଛି। ଆମେ କେଉଁ ସ୍କେଲ୍ରେ ଗୀତ ଗାଉଛନ୍ତି ସ୍କେଲ୍ ନଲେଜ ହେବା ଦରକାର ପ୍ରଥମେ। ନର୍ମାଲ ଆମେ ଗାଉଛନ୍ତି ଗୋଟେ ସ୍କେଲ୍ରେ ଅନ୍ତରା ଗାଇଲା ବେଳକୁ ଅଲଗା ସ୍କେଲ୍ ହେଇଯାଉଛି। ତ ଆମେ କେଉଁ ସ୍କେଲ୍ରେ ଗାଉଛନ୍ତି ତା କଣ୍ଟିନ୍ୟୁ ଅନ୍ତରା କେଉଁ ସ୍କେଲ୍ ରହିବା ଦରକାର। ତ ସେଇ ସ୍କେଲ୍ ସେନ୍ସ ଆସିବା ଦରକାର ନର୍ମାଲି ପ୍ରଥମେ। ତ ସେଇଟା ସେଥିପାଇଁ ଆମକୁ ଅଳଙ୍କାର ପ୍ରାକ୍ଟିସ୍ କରିବାକୁ ପଡ଼ିବ। 7ଟି ସ୍ୱରକୁ ଚିହ୍ନିବାକୁ ପଡ଼ିବ ପ୍ରଥମେ। ତ 7 ଗୋଟି ସ୍ୱରକୁ ନେଇକି କୋମଳ ସ୍ୱର 4 ଗୋଟି ଅଛି, ତୀବ୍ର ସ୍ୱର ଗୋଟେ ସ୍ୱର ଅଛି, ଟୋଟାଲ୍ 12 ସ୍ୱର ରହିଛି ଯେଉଁ ଆମେ ତାକୁ ଜାଣିବା ଦରକାର। ତ ସେ ନଲେଜ ଆସିଗଲେ ଆମେ ଧୀରେ ଧୀରେ ସ୍କେଲ୍ ନଲେଜ ଆସିଯିବ। ସ୍କେଲ୍ ନଲେଜ ପରେ ଆମେ କେମିତି ସୁର ଗାଇବା ତ କେମିତି ଫିଲ୍ ଦେବା ତାପରେ ସେ ଯଦି ଆପଣ ଘରେ ରହି ଫୋନ୍ ମାଧ୍ୟମରେ ଗୀତ ଶିଖିବାକୁ ଚାହୁଁଛନ୍ତି ତେବେ ଇନଷ୍ଟଲ୍ କରନ୍ତୁ ଷ୍ଟୁଡ଼ିଓ SBR ପ୍ଲେ ଷ୍ଟୋରରୁ, ଯେଉଁଥିରେ ଆପଣ ଖାଲି ଗୀତ ନାହିଁ ଡ୍ରାମା, ଆକ୍ଟିଂ, ତ ଡ୍ୟାନ୍ସ, ଫ୍ଲୁଟ୍, ଗିଟାର ସବୁ ଆପଣ ଶିଖିପାରିବେ। ଏବେ ଜଏନ୍ କରନ୍ତୁ ଷ୍ଟୁଡ଼ିଓ SBR।